କରୁଛନ୍ତି ସେଟା ଗୋଟେ ଭୁଲ ପ୍ରମାଣିତ କରେ। ଆମେ ଯୋଉ କରିଥିଲେ ଆର ବର୍ଷ 15ଟା ସିନେମା ଆମେ ଦେଖେଇଥିଲେ, ପ୍ରାୟ ସବୁଦିନ ହଲ୍ ଫୁଲ୍ ଥିଲା। ଆମେ କେବଳ ଏକ୍ସକ୍ଲୁସିଭ ଓଡିଆ ଫିଲ୍ମ କରିଥିଲେ। କିନ୍ତୁ ଏ ବର୍ଷ ଆମେ 9ଟା ଲାଙ୍ଗୁଏଜରେ ଫିଲ୍ମ କରୁଛେ। ଓଡିଆ ସହିତ ଓଡିଆ ବି 9ଟା ଫିଲ୍ମ ଅଛି। ସେ ଓଡିଆ ଫିଲ୍ମରେ ଆମେ ନେଇଛେ ଯୋଉ ସାହିତ୍ୟକୁ ନେଇକି ଯୋଉ ନିର୍ମିତ ଧର ଅଦିନ ମେଘ ସାହିତ୍ୟକୁ ନିର୍ମିତ କାଁ ମାଟିର ମଣିଷ ଏମିତି ସବୁ ଚିତ୍ର ଆମେ ନେଉଛେ ଯୋଉଗୁଡା କି ଫିଲ୍ମ ଗୁଡା ସାହିତ୍ୟ ଉପରେ ନିର୍ଭର ଏବଂ କିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଆପଣଙ୍କର ପ୍ରଶ୍ନ ହଉଛି ଯେ ଏଇ ଫିଲ୍ମ ଇଏର ଆସ୍ତେ ଆସ୍ତେ କାହିଁକି ଓଡିଆ ସିନେମା ପ୍ରତି ଲୋକ ମୁହଁ ବୁଲେଇ ନେଉଛନ୍ତି। ପ୍ରାୟ 30ଟା ସିନେମା ଏଥର ରିଲିଜ ହେଇଛି କିନ୍ତୁ କୌଣସି ବ୍ୟବସାୟିକ ସଫଳତା ପାଉନି। ତାର କାରଣ ହଉଛି ଏଇ ଲୋକମାନେ ୟା ଭିତରେ ଓଡିଆ ଫିଲ୍ମ ଭିତରେ ଏବେ ଯାଉଛନ୍ତି ଓଡିଆ ସିନେମା, ସେଥିରେ ତାଙ୍କ ଓଡିଆତ୍ୱ ବା ନିଜକୁ ଖୋଜି ପାଉନାହାନ୍ତି। ସେମାନେ କାହିଁକି ମାଟିର ମଣିଷ ଦେଖିବାକୁ ଆସୁଛନ୍ତି, ସେମାନେ କାହିଁକି କାହା ଦେଖିବାକୁ ଆସୁଛନ୍ତି, ହଇଫୁଲ ଦେଖୁଛନ୍ତି। ଏକରେ ଆଉ ଦ୍ୱିତୀୟ କଥା ହଉଛି ସିଙ୍ଗଲ ହଲ୍ ନାହିଁ। ମଲ୍ଟିପଲ ଦେଖିବା ପାଇଁ ହେଲେ ଯେତିକି ପଇସା ଦରକାର ସେତିକି ପଇସା ବର୍ତ୍ତମାନ ଆପଣଙ୍କର ଗୋଟେ ଫ୍ୟାମିଲି ଏଫୋର୍ଡ କରିପାରିବ ନାହିଁ ହେଲା। ତେଣୁ ଏଇଟା ହଉଛି ପ୍ରୋବ୍ଲେମ। ତେଣୁ ଓଡିଆ ସିନେମାର ଗୋଟିଏ ଜିନିଷ କରିବାକୁ ପଡିବ, ଦର୍ଶକଙ୍କୁ ଯଦି ଟାଣିବାକୁ ଚାହିଁବେ ସେମିତି ସିନେମା କରିବାକୁ ପଡିବ ଯୋଉଥିରେ ଲୋକ ନିଜ ଗାଁ ମାଟି ପାଣି ପବନ ନିଜ କଥା ଦେଖିପାରିବେ, ନିଜକୁ ଖୋଜିକି ପାଇବେ। ସେଇଦିନ ଓଡିଆ ସିନେମାର ଦର୍ଶକ ଦେଖିବେ ଏବଂ ଲୋକ ସେତେବେଳେ ବୁଝିପାରିବେ ପ୍ରକୃତରେ ଆମେ କଣ କରୁଥିଲେ। ଆଜି ଫିଲ୍ମ ହଉଛି କನ್ನଡା ରିମିଟ୍ କରୁଛନ୍ତି, ଡବିଂ କରୁଛନ୍ତି, ସେ ଫିଲ୍ମ ରାତାରାତ ଫିଲ୍ମ ହଉଛି। ଆଗରୁ ଗୋଟେ ଗୋଟେ ଫିଲ୍ମ କରିବା ପାଇଁ ବର୍ଷ ବର୍ଷ ଟାଇମ ଲାଗୁଥିଲା, କିନ୍ତୁ ଏବେ ତ 30 ଦିନରେ 30ଟା ସିନେମା ହେଇଯାଉଛି। ତେଣୁ ସିନେମା କରିବା ପାଇଁ ହେଲେ ଯୋଉ ଅଧ୍ୟବସାୟ ଦରକାର, ଯୋଉ ଗବେଷଣା ଦରକାର, ସେଇ ଗବେଷଣାଟା ଓଡିଆ ସିନେମାର ପ୍ରଯୋଜକ ବା ନିର୍ଦ୍ଦେଶକର ନାହିଁ। ସେମାନେ ଭାବୁଛନ୍ତି ଏକ ମାନେ ଭଲ ବ୍ୟବସାୟ, ଏଥିରେ ଗୋଟେ ଗ୍ଲାମର ଅଛି, ଆସୁଛନ୍ତି। କିନ୍ତୁ ତାଙ୍କର ଫିଲ୍ମ କରିବା ପାଇଁ ଆଭିମୁଖ୍ୟ ଦେଇଥାନ୍ତା ଫିଲ୍ମ ପାଇଁ ତାହେଲେ ଏ ଓଡିଆ ଫିଲ୍ମ କିଛି ଉନ୍ନତି କରନ୍ତା। ଆସୁନାହାନ୍ତି କାହିଁ, ଏକରେ ହଉଛି କଳାକାର ପ୍ରଶିକ୍ଷଣ ପାଇଁ ଓଡିଶାରେ ସେମିତି ବ୍ୟବସ୍ଥା ନାହିଁ। ଏମିତି ଫିଲ୍ମ ଇନଷ୍ଟିଚ୍ୟୁଟ ଅଛି, ଲୋକ ଟ୍ରେନିଂ ନେଉଛନ୍ତି ଆକ୍ଟିଂରେ। ଯୋଉ ସଙ୍ଗୀତ ନାଟକ ମହାବିଦ୍ୟାଳୟ ସେମାନେ ଅଧା ନାଟକରେ ମାତିଛନ୍ତି, କାରଣ ଫିଲ୍ମରେ କିଛି ପଇସା ନାହିଁ। ଆଜି ଫିଲ୍ମ କଲେ କାଲି ନାହିଁ ଫିଲ୍ମ, ସେ ଫିଲ୍ମ କିଏ ପ୍ରଯୋଗ 5,000 ଦେଇକି ପଇସା ଦଉନି। ଡ୍ରାମା କଲେ ସେ ସବୁଦିନ ପଇସା ପାଉଛନ୍ତି, ତେଣୁ ସେମାନେ ନାଟକ ନକରି ଫିଲ୍ମ କାହିଁକି କରିବେ। ଏକରେ ଯୋଉମାନେ ନାଟକ କରନ୍ତି ସେମାନେ ଫିଲ୍ମରେ ଭଲ କରିପାରନ୍ତିନି, କାରଣ ନାଟକ ଗୋଟେ ଯୋଉଟା କଳା ତାର ମୁଭମେଣ୍ଟଟା ୟାର ମୁଭମେଣ୍ଟଟା ଅଲଗା। ଚଳଚ୍ଚିତ୍ରର ଯୋଉ ଇଏ ଦରକାର, ତମର ମୁଭମେଣ୍ଟ ଦରକାର, ଯୋଉ ଡାଇଲଗ ଡେଲିଭରି ଦରକାର, ସେଇ ଡାଇଲଗ ଡେଲିଭରି ଏମାନଙ୍କର ଅନେକ ଅତି ନାଟକୀୟତା ହେଇଯାଏ, ମେଲୋଡ୍ରାମା ହେଇଯାଏ। ଯୋଉ ସେଇପାଇଁ ଫିଲ୍ମରେ ଅଭିନେତା ଅଭିନେତ୍ରୀ ଏବେ ବାହାରି ପାରୁନାହାନ୍ତି, ଏଇପାଇଁ ଯେ ଉପଯୁକ୍ତ ପ୍ରଶିକ୍ଷଣ ଦରକାର। ଯୋଉମାନେ ଏଠି ସବୁ ବାହାରୁଛନ୍ତି ମାନେ ଯଦି ହଉ ହଉ ହେଇଯାଇଛନ୍ତି, ଦେଖନ୍ତୁ ବାବୁସାନ ସେ ହଉ ହଉ ହେଇଯାଇଛି, ପ୍ରଶିକ୍ଷଣ ନାହିଁ କିଛି। ତେଣୁ ସେଟା ଗୋଟେ ଲକ୍। ଓଡିଶାରେ ପ୍ରଶିକ୍ଷଣ ପ୍ରାପ୍ତ ନାୟକ ନାୟିକା ତମର ତ ଯୋଉ ମାନେ ମୂଳର ଅନୁଭବ କୁହନ୍ତୁ, ବାବୁସାନ କୁହନ୍ତୁ, ସବ୍ୟସାଚୀ କୁହନ୍ତୁ, ଏମାନେ କେହି ଅନୁଭବ ପ୍ରାଣ ନୁହନ୍ତି। ଏମାନେ ହଉ ହଉ ହେଇଯାଇଛି, ଲୋକ ଏମାନଙ୍କୁ ଭଲ ପାଇଲେ, ଫିଲ୍ମ ଦେଖିଲେ ହେଇଗଲା। ସେଇପାଇଁ ତ ତାର ବିକଳ୍ପ କଣ ଅଛି? ଏହାର କିଛି ବିକଳ୍ପ ନାହିଁ। ଯଦି ଆପଣ ବାହାରୁ ଆଣିବେ ବାହାରୁ ଆଣିଛନ୍ତି ଓଡିଶା କାହିଁକି ଦେଖିବା, ଡୁବିଯିବ ଓଡିଆ ଫିଲ୍ମ। ଡୁବିବନି, ଆଶା କରାଯିବ କିଛି ହବ। ଏବଂ ସରକାର ଯଦି କିଛି ପଦକ୍ଷେପ ନିଅନ୍ତି ଏବଂ ସେମାନେ ଏମିତି ଗୋଟେ ଏଫଟିଆଇ ବାଲା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଯାଉଛି ଏବେ ଗୋଟେ ଜାଗା ନେଇଛି ବାରଙ୍କ ପାଖରେ। ତେଣୁ ନିଶ୍ଚୟ ସମାଧାନ ହବ, ସବୁ ଆଶା ଅଛି ହବ କିଛି। ଓଡିଆ ଫିଲ୍ମ ଡୁବିବାର ଆଉ ଗୋଟେ କାରଣ ହେଇପାରେ କି ସ୍କ୍ରିପ୍ଟିଂ। ନା, ଓଡିଆ ଫିଲ୍ମରେ ଚିତ୍ରନାଟ୍ୟ ଲେଖକ ନାହାନ୍ତି। ପ୍ରକୃତରେ ଯେଉଁ ବିଜୟ ମିଶ୍ର ଥିଲେ, ସୁବୋଧ ପଟ୍ଟନାୟକ ଥିଲେ, ସେମାନେ ଯୋଉ ଲେଭେଲର ଲେଖୁଥିଲେ ଏମାନେ ନାହାନ୍ତି। ଆଉ ଯୋଉମାନେ ଚିତ୍ରନାଟ୍ୟ ଲେଖକ ଅଛନ୍ତି ସେମାନେ ତେଲୁଗୁ ତାମିଲ ଅନୁବାଦ କରୁଛନ୍ତି, ଚିତ୍ରନାଟ୍ୟ ଲେଖକ ନୁହନ୍ତି। ତେଣୁ ଭଲ ଉପନ୍ୟାସ ଓଡିଆ ଆଉ ସିନେମାରେ ଯୋଉ ଓଡିଆରେ ଯୋଉ ବହି ସବୁ ଅଛି, ଉପନ୍ୟାସ ଅଛି, ତାକୁ ଫିଲ୍ମ କରିବା ପାଇଁ ଅନେକ ଉପଯୁକ୍ତ ନୁହଁ, ତାକୁ ବହୁତ କଷ୍ଟ କରିବାକୁ ପଡିବ। ସେମିତି ଓଡିଆରେ ଏକରେ ବହି ଭଲ ନାହିଁ ଯୋଉଟା ସିନେମା ଭିତ୍ତିକ ବହି ହେଇପାରିବ। ଦ୍ୱିତୀୟ କଥା ହଉଛି ଚିତ୍ରନାଟ୍ୟ ଲେଖକ ନାହାନ୍ତି, ଅଭିନେତା ଅଭିନେତ୍ରୀ ନାହାନ୍ତି। ଏବେ ଆସ୍ତେ ଆସ୍ତେ ଦେଖାଯାଉଛି ଓଡିଆ ସିନେମା କିଛି କିଛି ଉନ୍ନତି କରୁଛି, କିଛି ନୂଆ ପିଲା ଆସୁଛନ୍ତି ଯୋଉମାନେ ବେଙ୍ଗରୁ ଶିଖୁଛନ୍ତି, ସେମାନେ ନୂଆ କାମ କରୁଛନ୍ତି, ସେମାନେ ଅଭିନେତା ଅଭିନେତ୍ରୀ କିଛି ବି ତିଆରି ହେଲେଣି। ଆଶା ନିଶ୍ଚୟ କିଛି ଚାଲୁନି ଫିଲ୍ମ ହଲରେ। ଫିଲ୍ମ ହଲ୍ ଚାଲିବନି ପ୍ରାୟ, ଏହା କହିଲି ଟିକେଟ ପାଇଁ। ଆଧୁନିକତା ସ୍ପର୍ଶରେ କିଛି ଗୋଟେ ନିଜ ଭଳିଆ ଫିଲ୍ମ କରିବାକୁ ପଡିବ। ସେଇ ଗୋଟେ ଖାଲି ଚକଚକ କୋଠା ଦେଖେ ଲୋକ ଦେଖିବାକୁ ଯିବେ। ଲୋକ ତ ମୋବାଇଲ ଖୋଲି ତା ବହୁତ କଥା ଦେଖୁଛନ୍ତି, ପ୍ୟାରିସ ଦେଖୁଛନ୍ତି। ପୂର୍ବରୁ ଯେମିତି ଓଡିଆ ଫିଲ୍ମ ଆସିଥିଲେ ଗାଁ ଗହଳିରେ ମାଟିର ମଣିଷ ଆସୁଥିଲା, ଅଦିନ ଆସୁଥିଲା, କାହା ଦେଖୁଥିଲେ ଲୋକ ଗାଁ ଶଗଡ଼ ନେଇକି ଆସିକି ବସିକିରି ରୋଷେଇ କରି ଦେଖୁଥିଲେ। ତେଣୁ ଓଡିଆ ଫିଲ୍ମ ନିଶ୍ଚୟ ଆସିବାକୁ ନାହିଁ। ଠିକ ଅଛି।